हेलो हाय नमस्कार जय जगन्नाथ वेलकम କରୁଛୁ ରାଜନୀତି ସଫଳ ପ୍ରେସ୍ ବ୍ଲଗକୁ। ତ ସାଙ୍ଗମାନେ ବହୁତ ଜଣଙ୍କ ମାନେ ମେସେଜ ସେମିତି କିଛି କରୁନାହାନ୍ତି, ତ ବହୁତ ଜଣ ରିକ୍ୱେଷ୍ଟ କରିଥିଲେ କି ଭାଇ ବ୍ଲଗ କ'ଣ ପାଇଁ ଆସୁନି ଆଉ, ମାନେ ସାଙ୍ଗମାନେ ହଉ କିମ୍ବା ବାହାର ଲୋକ ଯେତିକି ଅଛନ୍ତି ତ ସେମାନେ କହୁଛନ୍ତି ଯେ ବ୍ଲଗ କ'ଣ ପାଇଁ ଆସୁନାହିଁ। ମାନେ ମୋ ସାଙ୍ଗ ମାନେ ମୋ କ୍ଲୋଜ୍ ସାଙ୍ଗ ହୁଏ ପ୍ଲସ୍ ବାହାରେ ଯେଉଁମାନେ ବ୍ଲଗ ଦେଖୁଛନ୍ତି ମାନେ ମାର୍କେଟରେ ସେମାନେ ବି କହୁଛନ୍ତି ତୁମେ ବ୍ଲଗ କ'ଣ ପାଇଁ ଆଣୁନ, ଅସୁବିଧା କ'ଣ ହେଇଛି, କ'ଣ ପାଇଁ ଭିଡ଼ିଓ ଆସୁନାହିଁ, ସର୍ଟସ୍ ଭିଡ଼ିଓ କ'ଣ ପାଇଁ ଆସୁନାହିଁ। ଆଉ ସେ କନଫ୍ୟୁଜଟା ମୁଁ ଦୂର କରୁଛି ଆପଣମାନଙ୍କୁ। ତ ଆପଣମାନେ ଦେଖିଦେଇକି ସର୍ଟସ୍ ଭିଡ଼ିଓରେ କି ମୁଁ ଗୋଟେ ଭିଡ଼ିଓ ପକାଇଥିଲି ତ ବାଉଁଶ ଆଣି ଭିଡ଼ିଓ, ତ ଏଇଟା ମୁଁ ମେନସନ୍ କରିଦେବି ତଳେ ଭିଡ଼ିଓଟା। ତ ସେଇ ଭିଡ଼ିଓରେ ମୋ 3000 କ୍ରସ୍ କରିଥିଲା ଗୋଟେ ମାନେ ସେ ଭିଡ଼ିଓ ସର୍ଟସ୍ ଭିଡ଼ିଓରେ ଭିଉଅର୍ସ ମୋର 3000 କ୍ରସ୍ କରିଗଲା। ଏବେ ବି 3000 କ୍ରସ୍ ହେଇକି ଅଛି। ତ ସେଇଟା କ'ଣ ହେଇଥିଲା ନା ସେଇଟା ସର୍ଟସ୍ ଭିଡ଼ିଓ ମୁଁ ପକାଇଥିଲି। ତ ସେଇ ଭିଡ଼ିଓରେ ମୁଁ ଫୁଲ୍ ଭିଡ଼ିଓଟା ପକାଇବା ପାଇଁ ମୋ ଚ୍ୟାନେଲରେ ମୁଁ ସେଇଟାକୁ ଫୁଲ୍ ଭିଡ଼ିଓ ପକାଇଥିଲି। ତ ସେଇଟା କ'ଣ ହେଲା ନା ଫୁଲ୍ ଭିଡ଼ିଓ ଯେମିତି ପକାଇଦେଲି ତ ସେ ଜିନିଷଟା ତା ପଛରେ ଗୋଟେ ମ୍ୟୁଜିକ୍ ବ୍ୟାକଗ୍ରାଉଣ୍ଡ ଗୋଟେ ମୁଁ ଏଡ଼ିଟିଂ ରଖିଥିଲି, ପ୍ଲସ୍ ସେଠି ଯେ ଖେଳଟା ହେଉଥିଲା ବାଉଁଶରେ ଯେ ଖେଳଟା ହେଉଥିଲା ସେଇ ଖେଳରେ ମାନେ ମ୍ୟୁଜିକ୍ଟା ହିଁ ବାଜୁଥିଲା, ପ୍ଲସ୍ ତାପରେ ମୋର ଗୋଟେ ମ୍ୟୁଜିକ୍ ବ୍ୟାକଗ୍ରାଉଣ୍ଡ ପକାଇଥିଲି। ମୁଁ ଭାବିଲି କପିରାଇଟ୍ ହେବନି କିମ୍ବା କିଛି ହେବନି। ତ ସେଇ ଜିନିଷଟା କ'ଣ ହେଲା ନା ଯେତେବେଳେ ମୁଁ ୟୁଟ୍ୟୁବ୍ର ପୁରା ଜିନିଷଟା ମାନେ ଭିଡ଼ିଓଟା ପୋଷ୍ଟ କରିସାରିଲା ଏଡ଼ିଟିଂ କରିଦେଇକି, ମାନେ ବିଶ୍ୱାସ କରିବେନି ଆପଣ, ମାନେ ସେଇ ଭିଡ଼ିଓଟା ଏଡ଼ିଟିଂ କରି ପକାଇବା ପାଇଁ ପାଖାପାଖି ମୁଁ 2 ଘଣ୍ଟା କି 2.5 ଘଣ୍ଟା ଖଣ୍ଡେ ଲାଗିଛି ମୋତେ। ମାନେ ଏତେ ସୁନ୍ଦର ମୁଁ ଏଇଟା ଏଡ଼ିଟିଂ କରିଥିଲି, ମାନେ ମ୍ୟୁଜିକ୍ ଦେଇକି ତାପରେ ମାନେ ବହୁତ ଜିନିଷ ମୁଁ ସେଟାକୁ ଏଡ଼ିଟିଂ କରି ପକାଇଥିଲି। ମାନେ ବୋଧେ ଏଇଟା ମାନେ ବଢ଼ିଆ ଲାଗିବ, ମୋତେ ବହୁତ ଭଲ ଲାଗିଥିଲା, ଲୋକଙ୍କୁ କେତେ ବହୁତ ସୁନ୍ଦର ଲାଗିଥିଲା ଭିଡ଼ିଓଟା। ମାନେ ଏତେ ସୁନ୍ଦର ଲାଗିଥିଲା ଯେ କଥା ନାହିଁ କି ଭଗବାନ ଯେଉଁ ଜିନିଷ ତୁମେ ବେଶୀ ପସନ୍ଦ କରିବ ତ ସେଇ ଜିନିଷଟା ତୁମ ପାଖକୁ ଦୂରେଇ ଯିବ। ତ ସେଇ ଜିନିଷଟା ମୋ ମାନେ ସେଇଟା ହିଁ ଘଟିଲା, ମୋ ଇଏରେ ସେଇଟା ହିଁ ଘଟିଲା। ମାନେ ଏତେ ସୁନ୍ଦର ମୁଁ ସେ ଭିଡ଼ିଓଟା କରି ପକାଇଲି ଯେ ଯାହାଫଳରେ ସେ ଭିଡ଼ିଓରେ ଗୋଟେ ଷ୍ଟ୍ରାଇକ୍ ଲାଗିଗଲା, ମାନେ କପିରାଇଟ୍ ଯେ ଷ୍ଟ୍ରାଇକ୍ ଆସେନି ସେ କପିରାଇଟ୍ ଷ୍ଟ୍ରାଇକ୍ ହେଇଗଲା। ମାନେ ଆପଣ ବିଶ୍ୱାସ କରିବେନି ସେ ଭିଡ଼ିଓଟା ମୁଁ ପାଖାପାଖି 2ରୁ 3 ମିନିଟ୍ ମାନେ ପୋଷ୍ଟ କରିସାରିକି 2ରୁ 3 ମିନିଟ୍ ହେଇଛି। ଆପଣ ବିଶ୍ୱାସ କରିବେନି ଭିଉଅର୍ସ କେତେ ଯାଇଥିଲେ ଜାଣିଛନ୍ତି? ପାଖାପାଖି 400ରୁ 500 ଭିଉଅର୍ସ ପଡ଼ିଥିଲା। ମାନେ ସେଇ ଭିଡ଼ିଓ ପୋଷ୍ଟ କଲି ମୁଁ 3 ମିନିଟ୍ କି 4 ମିନିଟ୍ ଭିତରେ ମୋର 500 ଭିଉଅର୍ସ ପଡ଼ିଥିଲା। ମାନେ ମୁଁ ଭାବିଲି ମୋ ବୋଧେ ବାଉଁଶରେ ଖେଳଟା ସେଇଠି ହଠାତ୍ ଏତେ ଭିଉଅର୍ସ ପଡ଼ିଲା। ଆଉ ତାପରେ କିଛି ସମୟ ଗଲା ପରେ ଜଷ୍ଟ 5-6 ମିନିଟ୍ ଗଲା ପରେ ଗୋଟେ ଛୋଟଟେ ମେଲ୍ ଆସିଲା କି ଯେ ୟୁଟ୍ୟୁବ୍ରେ ଗୋଟେ ମେଲ୍ ଆସିଲା ଯେ ଆପଣଙ୍କ ଭିଡ଼ିଓ କପିରାଇଟ୍ ହେଇଛି। ଆପଣ ଭାବୁଥିବେ ଯେ ମାନେ ଏଇ ଯେ ଜିନିଷଟା ମୁଁ ଦେଖି ସାରିଲା ପରେ ମାନେ 2 ଘଣ୍ଟାର ପରିଶ୍ରମ, ଏମିତି ବି ମୋ ପାଖରେ ମାନେ କୋଲାରଙ୍କ ମାନେ ଟାଇମ୍ ହିଁ ଜମା ନାହିଁ। ସକାଳ 6ରୁ ଆରମ୍ଭ କରି ରାତି 7ଟା 8ଟା 9ଟା ପର୍ଯ୍ୟନ୍ତ ମୋ ପାଖରେ ଜମା ଟାଇମ୍ ହିଁ ହୁଏନି। ତ ସେଇ ଭିତରେ ମୁଁ ମାନେ ଡ୍ୟୁଟିରୁ ଆସିସାରିଲା ପରେ ମୁଁ ବି ଆସିକି ଘର ପାଖରେ ଯାହା ବି ଭିଡ଼ିଓ ରେକର୍ଡ଼ିଂ ଛୋଟ ମୋଟ ହେଇଥାଏ ସବୁ ଏଡ଼ିଟିଂ ବସିକି କରେ, ସର୍ଟସ୍ ଭିଡ଼ିଓ କରେ, ଏଡ଼ିଟିଂ କରି ଶୋଇଲାକୁ ପାଖାପାଖି 10:30 କି 11 ହେଇଯାଏ। ତାପରେ ସକାଳୁ ଉଠି ପୁଣି 6ଟା 7ଟା ବେଳେ ପୁଣି 4ଟାରୁ ଉଠିକି ଦୁନିଆ କାମ ସାରିକି ମୋର ନିଜର ପର୍ସନାଲ୍ ଯେ ଜିନିଷଟା ଅଛି ସେଟା ମୋ କାମ ସାରିଲା ପରେ ତାପରେ ଡ୍ୟୁଟି ଯାଇ ପୁଣି ଆସିକି ମଧ୍ୟରେ। ତ ଯଦି 2 ଘଣ୍ଟାର ଭିଡ଼ିଓଟା ଏଡ଼ିଟିଂ କରିସାରିଲା ପରେ ଯଦି ସେଇ ଭିଡ଼ିଓରେ 5 ମିନିଟ୍ କି 6 ମିନିଟ୍ କପିରାଇଟ୍ ଲାଗିଯାଏ, ଆପଣ କୁହନ୍ତୁ କେମିତି ଲାଗିବ? ମୋତେ କେମିତି ଲାଗିଥିବ? ମାନେ ପଛପଟରୁ ଛୁରୀ ମାରିଲା ଭଳିଆ ମୋତେ ଲାଗିଲା। ସତ କହୁଛି, ମାନେ ସେ ଭିଡ଼ିଓଟା ଏତେ କଷ୍ଟରେ ମୁଁ ବନେଇଥିଲି, ମାନେ ଭାବିଥିଲି ଯେ କିଛି ଗୋଟେ ମାନେ 2 ଘଣ୍ଟା ଏଡ଼ିଟିଂ ଜାଣିଛନ୍ତି। ଗୋଟେ ବ୍ଲଗ୍ ମୁଁ ଆପଣ ବହୁତ ବ୍ଲଗର କହନ୍ତି ଯେ ଆମକୁ ଏଡ଼ିଟିଂ କରିବା ପାଇଁ ବହୁତ ସମୟ ଲାଗେ, ବହୁତ ଇଏ ଲାଗେ, ସେ କିଛି ଲାଗେନି। ଅଧଘଣ୍ଟା କି 45 ମିନିଟ୍ ଆପଣ ବସିବେ ଟୋଟାଲି ବ୍ଲଗ୍ର ଏଡ଼ିଟିଂ ହେଇଯାଏ ଆପଣଙ୍କର।
ମୁଁ ନିଜେ କରୁଛି ସେ ନା ପୁଣି ମୁଁ ଲାପଟପ୍ରେ କିମ୍ବା ସିଷ୍ଟମ୍ରେ କିଛି କରୁନାହିଁ। ମୁଁ ନିଜେ ମୋବାଇଲରେ ହିଁ ମୁଁ ଏଡ଼ିଟିଂ କରେ। ମୋତେ ଅଧଘଣ୍ଟାରୁ ବି 45 ମିନିଟ୍ ଲାଗେ ମୋତେ ଏଡ଼ିଟିଂ କରିବା ପାଇଁ। ସେଇ ଭିଡ଼ିଓଟା ମୋତେ କରିବା ପାଇଁ ପାଖାପାଖି 2 ଘଣ୍ଟା ଉପରେ ଲାଗିଥିଲା। 2 ଘଣ୍ଟା ବି ନୁହେଁ, 2 ଘଣ୍ଟା ଉପରେ ଲାଗିଥିଲା। ମାନେ ଆପଣ ଭାବିପାରୁଥିବେ କି ସେ ଭିଡ଼ିଓଟା ମୁଁ ଏଡ଼ିଟିଂ କରି 2 ଘଣ୍ଟା କ'ଣ ପାଇଁ ପକେଇଛି। କେମିତି ମୋତେ ଲାଗିଥିବ ଗୋଟେ ଜିନିଷଟା ମୁଁ ଏତେ କଷ୍ଟ କରି ବନେଇଲି, କପିରାଇଟ୍ ଜିନିଷଟା ହେଇଗଲା, ମୋତେ କେମିତି କ'ଣ ଲାଗିଥିବ। ତାପରେ ବି ମାନେ 3-4 ମିନିଟ୍ ମୋ 400 କ୍ରସ୍ 500 ପାଖାପାଖି କ୍ରସ୍ କରିଗଲା ଭିଉଅର୍ସ। ମାନେ ସବସ୍କ୍ରାଇବ୍ ତ ଯାହା ବି ହଉଛନ୍ତି ଛାଡ଼, ଭିଉଅର୍ସଟା ପାଇଁ ମୋ 400-500 ସବସ୍କ୍ରାଇବ୍ ମାନେ ଅଲରେଡ଼ି କ୍ରସ୍ କରିଗଲା ଜିନିଷଟା। ତ ସେଇଟା ମାନେ ଏତେ ଜୋରେ ଦୁଃଖ ଲାଗିଲା ଯେ ମୁଁ ଭାବିଲି ଯେ ନେକ୍ସଟ ପକେଇଦେବି। ତାପରେ ମୁଁ ବି ଡରିଗଲି ଯେ ଏଇଥିପାଇଁ ଯେ ଆଗରୁ ଗୋଟେ ସେମିତି ମ୍ୟୁଜିକ୍ ବ୍ୟାକଗ୍ରାଉଣ୍ଡ କିମ୍ବା ଅଲଗା କିଛି କାରଣ ପାଇଁ ଯେଉଁଟାକି କହିବା ସମ୍ଭବ ନୁହେଁ, ତ ସେଇ କାରଣ ପାଇଁ ୟୁଟ୍ୟୁବ୍ ଅଲରେଡ଼ି ମୋର ଗୋଟେ ଭିଡ଼ିଓ କପିରାଇଟ୍ ମାରିଦେଇଥିଲା। ତାପରେ ସେକେଣ୍ଡ ଟାଇମ୍ ପୁଣି ମୋର ଏଇ ଜିନିଷଟାକୁ କପିରାଇଟ୍ ମାରିଦେଲା। ମୁଁ ଭାବିଲି ନେକ୍ସଟ ମୁଁ ଭିଡ଼ିଓ ବ୍ଲଗ୍ ପକେଇବି, ଟୋଟାଲି ମୋର ଯେତିକି ଭିଡ଼ିଓ ପ୍ଲସ୍ ମୋ ଚ୍ୟାନେଲ୍ଟାକୁ ୟୁଟ୍ୟୁବ୍ ଟୋଟାଲ୍ କାଟିଦେବ। ତ ସେଇଥିପାଇଁ ମାନେ ମୁଁ ଜମା ଭିଡ଼ିଓ ପକାଉନଥିଲି, ତଥାପି 4-5 ଦିନ ଟୋଟାଲ୍ ଭିଡ଼ିଓ ବନ୍ଦ କରିଥିଲି। ମୋର ନା କିଛି ଦିନ ଯାଉ, ଆଉ ସେଇଥିପାଇଁ ଭିଡ଼ିଓ ମୁଁ ଆଣିନଥିଲି। ତ ସତ କଥା ହେଲା ଏଇଟା କି ମୋ ଭିଡ଼ିଓଟା ଏଇଥିପାଇଁ ଆସୁନଥିଲା ଯେ ଜିନିଷ ଷ୍ଟ୍ରାଇକ୍ ଥିଲା ଚ୍ୟାନେଲ୍ଟା, ସେଇଥିପାଇଁ ମୁଁ ଭିଡ଼ିଓ ପକାଇ ପାରୁନଥିଲି। ତ ଏମିତି ଅବସ୍ଥା ଥିଲା। ଯାହା ହଉ ଭଗବାନ ଏବେ ସବୁ ଠିକ୍ଠାକ୍ ହେଇଛି। ମୁଁ 2 ଦିନ ହେବ ଗୋଟେ 2 ଦିନ ପାଖାପାଖି ଗୋଟେ ଛୋଟିଆ ସର୍ଟସ୍ ଭିଡ଼ିଓ ପକାଇଥିଲି, ଯାହା ହଉ ଭଲ ଭିଉଅର୍ସ ଯାଇଛି ସେଟାର। ତାପରେ ଏମିତି ସବୁ ଦୁଃଖ କଷ୍ଟ ଜୀବନରେ ଚାଲିଛି। ତାପରେ ମୋର ଗୋଟେ ରିକ୍ୱେଷ୍ଟ ରହିଲା ଯେ ଯେତିକି ମାନେ ସବୁ ୟୁଟ୍ୟୁବର ଯେତିକି ଅଛନ୍ତି, କେମିତି କ'ଣ ବ୍ୟାକଗ୍ରାଉଣ୍ଡ କରୁଛନ୍ତି ମ୍ୟୁଜିକ୍ର ସେଟା ମୁଁ ତ ଜାଣି ନାହିଁ, କିମ୍ବା ସର୍ଚ୍ଚ କଲାବେଳେ ସେମିତି କିଛି ଆସୁନାହିଁ। ତ ମୋର ରିକ୍ୱେଷ୍ଟ ରହିଲା ଯେ ଭାଇ ବ୍ଲଗ୍ ବନାଅ, କିନ୍ତୁ କିଛି ମ୍ୟୁଜିକ୍ ବ୍ୟାକଗ୍ରାଉଣ୍ଡ କିଛି ଆଡ଼୍ କରନି, ଯାହାଫଳରେ କି ଷ୍ଟ୍ରାଇକ୍ ଲାଗିଲେ ପୁରା ଚ୍ୟାନେଲ୍ଟା ୟୁଟ୍ୟୁବ୍ କଟି ହିଁ ଯିବ, କିଛି ଆଉ ରହିବ ହିଁ ନାହିଁ। ଏତେ କଷ୍ଟ କରିକି ଆପଣ 0 ସବସ୍କ୍ରାଇବରରୁ ଯାହା ବି ସବସ୍କ୍ରାଇବର ଆପଣ କରିଥିବେ, ଟୋଟାଲ୍ ସେଟା ପାଣିରେ ହିଁ ଚାଲିଯିବ। ପାଣିରେ ଡଙ୍ଗା ଭାସିଲା ଭଳିଆ ମାନେ ସ୍ୱପ୍ନ ଆପଣଙ୍କ ସେମିତି ହିଁ ଭାସିଯିବ। ଭାଇ ମୋ 2 ଥର ଷ୍ଟ୍ରାଇକ୍ ଲାଗିଲାଣି ଭାଇ, ଆଉ ଥରେ ମାତ୍ର ଷ୍ଟ୍ରାଇକ୍ ଲାଗିଲେ ଚ୍ୟାନେଲ୍ଟା କଟି ହିଁ ଯିବ ମୋର। ତ ମୁଁ ସେଇଥିପାଇଁ ଡରିକି କେବଳ ମୁଁ ଭିଡ଼ିଓଟା ପକାଇ ପାରୁନି। ତ ଏବେ ଯାହା ସବୁ ଠିକ୍ଠାକ୍ ହେଲା ପରେ ଯାହା ବି ମୋର ଜିନିଷ ଥିଲା ସବୁ ଠିକ୍ଠାକ୍ ହେଇଗଲା। ତ ଚେଷ୍ଟା କରିବି କି ନେକ୍ସଟ ଭିଡ଼ିଓ ଆଣିବା ପାଇଁ, ନେକ୍ସଟ ବ୍ଲଗ୍ ଆଣିବା ପାଇଁ। ତ ଭଗବାନଙ୍କ ଦୟା ଭାଇ, ଯାହା ହଉ ଜଗନ୍ନାଥଙ୍କୁ କୃପା କରୁଛନ୍ତି, ସେତିକି ଧନ୍ୟବାଦ। ତ ଆଜିର ଫାର୍ଷ୍ଟ ଟପିକ୍ଟା ମୁଁ ଆପଣଙ୍କୁ ଜଣାଇବା ପାଇଁ ଚାହୁଁଥିଲି କି ଭିଡ଼ିଓଟା କ'ଣ ପାଇଁ ମୁଁ ଆଣିପାରିନଥିଲି, କ'ଣ ପାଇଁ ଭିଡ଼ିଓ ପକାଇ ପାରିନଥିଲି। ତ ସେଇଟା ମୁଁ ଆପଣଙ୍କୁ କହିଦେଲି। ତ ଏମିତି ଆପଣଙ୍କ ଆଶୀର୍ବାଦ ଥାଉ, ମୋ ଚ୍ୟାନେଲ୍ଟା ଭଲରେ ଚାଲିଥାଉ, ଆଉ ଏମିତି ବି ଲୋକମାନେ ଦେଖୁଥାନ୍ତୁ। ତ ଆଜି ପାଇଁ ରହୁଛି। ଆଉ କ'ଣ କହିବି, ଏମିତି ଜିନିଷ ଯାହା ମନଟା ଖୁସି ଲାଗିଲା ଯେ ଯାହା ସବୁ ଜିନିଷ ଯେତିକି ପ୍ରୋବ୍ଲେମ୍ ଥିଲା ସବୁ ସଲ୍ଭ ହେଇଗଲା, ଏତିକି ଖୁସି ଲାଗିଲା ବହୁତ। ଠିକ୍ ଅଛି, ଆଜି ପାଇଁ ରହୁଛି। ଲଭ୍ ୟୁ ଅଲ୍, ଜୟ ଜଗନ୍ନାଥ।